ପିଲାମାନେ ଆମେ ଗତକାଲି 6 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଆଲୋଚନା କରିଥିଲୁ। ଆଜି କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନଗୁଡ଼ିକ ଟିକେ ଦେଖିବା, ତାପରେ ସରଳାର୍ଥ ଗୁଡ଼ିକୁ ଦେଖିବୁ। କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନଗୁଡ଼ିକ ଏବେ ଦେଖ। ଏହି କବିତାରେ କବି କେଉଁ ସମୟର ଦୃଶ୍ୟ ବର୍ଣ୍ଣନା କରିଛନ୍ତି? ଏହି କବିତାରେ କବି କେଉଁ ସମୟର ଦୃଶ୍ୟ ବର୍ଣ୍ଣନା କରିଛନ୍ତି? କେଉଁ ସମୟର? ସାୟଂକାଳୀନ, ସନ୍ଧ୍ୟା ସମୟର ଦୃଶ୍ୟ ବର୍ଣ୍ଣନା କରିଛନ୍ତି। ଚିଲିକାରେ ସନ୍ଧ୍ୟା ସମୟର ଦୃଶ୍ୟ ବର୍ଣ୍ଣନା କରିଛନ୍ତି। ଦିଗଙ୍ଗନାଙ୍କ ଉଦ୍ଦେଶ୍ୟରେ କବି କେଉଁ ଶବ୍ଦପୁଞ୍ଜ ବ୍ୟବହାର କରିଛନ୍ତି? ଦିଗଙ୍ଗନାଙ୍କ ଉଦ୍ଦେଶ୍ୟରେ କବି କେଉଁ ଶବ୍ଦପୁଞ୍ଜ ବ୍ୟବହାର କରିଛନ୍ତି? ଦିଗଙ୍ଗନାଙ୍କ ଉଦ୍ଦେଶ୍ୟରେ କବି ଦୁଇଟି ଶବ୍ଦକୁ ବ୍ୟବହାର କରିଛନ୍ତି। ପ୍ରଥମ ଶବ୍ଦଟି ହେଉଛି ମଧୁର ହାସିନୀ। ପ୍ରଥମ ଶବ୍ଦଟି ହେଲା ମଧୁର ହାସିନୀ ଏବଂ ଦ୍ୱିତୀୟ ଶବ୍ଦ ହେଲା ଜ୍ୟୋତ୍ସ୍ନା ଦୁକୂଳ ବାସିନୀ। ଦିଗଙ୍ଗନାଙ୍କ ଉଦ୍ଦେଶ୍ୟରେ ପ୍ରଥମ ଶବ୍ଦ ବ୍ୟବହାର କରିଛନ୍ତି କବି ମଧୁର ହାସିନୀ ଏବଂ ଦ୍ୱିତୀୟ ଶବ୍ଦ ହେଲା ଜ୍ୟୋତ୍ସ୍ନା ଦୁକୂଳ ବାସିନୀ। ଗଲାଣି ତ ଗଲା କଥାରେ ସଂଗାତର ଅର୍ଥ କ'ଣ? ଗଲାଣି ତ ଗଲା କଥାରେ ସଂଗାତର ଅର୍ଥ କ'ଣ? ଶ୍ରୀକୃଷ୍ଣଙ୍କ ସହିତ ଶ୍ରୀରାଧାଙ୍କର ଉପସ୍ଥିତି ସମୟରେ ହଠାତ୍ ସଖୀମାନେ ସେହି ସ୍ଥାନରେ ଆସି ପହଞ୍ଚି ଯିବାରୁ ଶ୍ରୀରାଧା ନିଜକୁ ନିଜେ ଶଙ୍କି ଯାଇଥିଲେ ଏବଂ ଏହି ପ୍ରକାର ପରିବେଶରୁ ସେ ନିଜକୁ ବଞ୍ଚାଇବା ପାଇଁ ସଖୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଗଲାଣି ତ ଗଲା କଥାରେ ସଂଗାତ, ଗଲାଣି ତ ଗଲା କଥା। ଅର୍ଥାତ୍ ତାଙ୍କର ଶ୍ରୀକୃଷ୍ଣଙ୍କ ସହିତ ତାଙ୍କର ଉପସ୍ଥିତିକୁ ସଖୀମାନଙ୍କର ମନକୁ ଅନ୍ୟମନସ୍କତା କରିବା ପାଇଁ ସେ ଏହି ପ୍ରକାର ଚାତୁରୀର ପ୍ରୟୋଗ କରିଥିଲେ। ଗଲାଣି ତ ଗଲା କଥାରେ ସଂଗାତର ଅର୍ଥ କ'ଣ? ଶ୍ରୀକୃଷ୍ଣଙ୍କ ସହିତ ଶ୍ରୀରାଧା ଉପସ୍ଥିତ ଥିଲାବେଳେ ହଠାତ୍ ସେହି ସ୍ଥାନରେ ସଖୀମାନେ ଆସି ପହଞ୍ଚିଛନ୍ତି ଏବଂ ସେଥିପାଇଁ ଶ୍ରୀରାଧା ଟିକିଏ ନିଜକୁ ଅନୁଭବ କରିଛନ୍ତି, ଟିକିଏ ଶ୍ରୀକୃଷ୍ଣଙ୍କ ସହିତ ନିଜର ଉପସ୍ଥିତିକୁ ସେ ଠିକ୍ ଭାବରେ ଗ୍ରହଣ କରିପାରିନାହାନ୍ତି। ତେଣୁ ସଖୀମାନଙ୍କର ଯେଉଁ କଟାକ୍ଷ ବା ତାଙ୍କର ଯେଉଁ କଟାକ୍ଷରୁ ମୁକ୍ତି ପାଇବା ପାଇଁ ସେମାନଙ୍କୁ ଭୁଲେଇ ଦେବା ଉଦ୍ଦେଶ୍ୟରେ ଅନ୍ୟ ଏକ ପ୍ରସଙ୍ଗକୁ ଯାଇ କହୁଛନ୍ତି ଗଲାଣି ତ ଗଲା କଥାରେ ସଂଗାତ, ଗଲାଣି ତ ଗଲା କଥା। ପୂତପାଳ ମଶାଲ ଜାଳିଛି କାହିଁକି? ପୂତପାଳ ମଶାଲ ଜାଳିଛି କାହିଁକି? ମାଛମାନଙ୍କୁ ବୋଇତକୁ ଆକର୍ଷିତ କରିବା ପାଇଁ, ମାଛମାନଙ୍କୁ ନୌକାକୁ ଆକର୍ଷିତ କରିବା ପାଇଁ ପୂତପାଳ ନୌକାରେ ମଶାଲ ଜାଳିଥିଲା। ଶିଖାର ଉଠିବା ପଡ଼ିବା ସହିତ କବି କାହାକୁ ତୁଳନା କରିଛନ୍ତି? ଶିଖାର ଉଠିବା ପଡ଼ିବା ସହିତ କବି କାହାକୁ ତୁଳନା କରିଛନ୍ତି? ଶିଖାର ଉଠିବା ପଡ଼ିବା ସହିତ କବି ଦୁଃଖୀ ମନର ଆଶା ଏବଂ ନିରାଶାକୁ ତୁଳନା କରିଛନ୍ତି। ଶିଖାର ଉଠିବା ପଡ଼ିବା ସହିତ କବି ଦୁଃଖୀ ମନର ଆଶା ଓ ନିରାଶାକୁ ତୁଳନା କରିଛନ୍ତି। କେଉଁ ଦୃଶ୍ୟକୁ କବି ପାରଦ ଧୌତ ବୋଲି ବର୍ଣ୍ଣନା କରିଛନ୍ତି? କେଉଁ ଦୃଶ୍ୟକୁ କବି ପାରଦ ଧୌତ ବୋଲି ବର୍ଣ୍ଣନା କରିଛନ୍ତି? ଚିଲିକାର ଚତୁଃପାର୍ଶ୍ୱରେ ଥିବା ଦ୍ୱୀପ, ପାହାଡ଼, ବନଭୂମି ଓ ନାସି ଏ ସମସ୍ତଙ୍କ ଉପରେ ପଡ଼ିଥିବା ଚନ୍ଦ୍ରମାଙ୍କର କିରଣକୁ କବି ପାରଦ ଧୌତ ବୋଲି ବର୍ଣ୍ଣନା କରିଛନ୍ତି। ରାତ୍ରିରେ ଚିଲିକାର ଚତୁଃପାର୍ଶ୍ୱରେ ଥିବା ଦ୍ୱୀପ, ପାହାଡ଼, ବନରାଜି ତଥା ନାସି ଉପରେ ପଡ଼ିଥିବା ଚନ୍ଦ୍ରମାଙ୍କର ଯେଉଁ ରୂପେଲି କିରଣକୁ କବି ପାରଦ ଧୌତ ବୋଲି ବର୍ଣ୍ଣନା କରିଛନ୍ତି। ଛାୟା ମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ କାହା ରୂପ ସହିତ ତୁଳନା କରାଯାଇଛି? ଛାୟା ମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ କାହା ରୂପ ସହିତ ତୁଳନା କରାଯାଇଛି?
ଛାୟା ମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ ଶିବଙ୍କର ବକ୍ଷରେ ସର୍ପ ବା ସର୍ପବେଷ୍ଟିତ ଶିବଙ୍କର ଚନ୍ଦ୍ରଚୂଡ଼ ରୂପ ସହିତ ତୁଳନା କରାଯାଇଛି। ଛାୟା ମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ ସର୍ପବେଷ୍ଟିତ ଚନ୍ଦ୍ରଚୂଡ଼ ଶିବଙ୍କର ରୂପ ସହିତ ତୁଳନା କରାଯାଇଛି। ନିଶିଥିନୀର ପ୍ରଭାବକୁ କିଏ ପ୍ରଚାର କରୁଛି? ନିଶିଥିନୀର ପ୍ରଭାବକୁ ଝରଣାର ଝରଝର ନାଦ ତଥା ଝିଙ୍କାରୀର ଝଙ୍କାର ପ୍ରଚାର କରୁଛି। ନିଶିଥିନୀର ପ୍ରଭାବକୁ ଝରଣାର ଝରଝର ନାଦ ତଥା ଝିଙ୍କାରୀର ଝଙ୍କାର ପ୍ରଚାର କରୁଛି। ଇଏ ଗଲା ଆମର ସଂକ୍ଷିପ୍ତ ଉତ୍ତର ମୂଳକ ପ୍ରଶ୍ନ। ଏହାପରେ ଆମେ ଦେଖିବା ଏ ବିଷୟଟିରେ ଆମକୁ 4ଟି ସରଳାର୍ଥ ଦିଆଯାଇଛି। ଗୋଟିଏ ହେଲା ଉଲ୍ଲାସର ଆତ୍ମା ପ୍ରାୟ ଗୀତ ତାନ ହ୍ରଦ ନୀଳବକ୍ଷେ କରେ ଅଧିଷ୍ଠାନ। ଦ୍ୱିତୀୟ ପାପ ଗର୍ଭେ ଜନ୍ମେ ପଡ଼ଇ ଅଜ୍ଞାନ ତରି ଗର୍ଭେ ମିନେ ଡେଇଁ ଦେବେ ପ୍ରାଣ। ତୃତୀୟ ପ୍ରତିବିମ୍ବରାଜି ଦୀପ ଶୈଳ ତଳେ ସ୍ପଷ୍ଟାକାର ଶୋଭେ ହ୍ରଦ ଅନ୍ତଃସ୍ଥଳେ। ଚତୁର୍ଥ କଳି ଉପଦ୍ରବେ ତ୍ୟଜି ଲୋକାଳୟ ଶାନ୍ତି କିଏ ସ୍ଥଳେ ଭଜିଲେ ଆଶ୍ରୟ। ଆମେ ଏଗୁଡ଼ାକ ପଢ଼ିଛୁ ଏବଂ ମଧ୍ୟ ବୁଝିଛୁ, କିଛି ଅସୁବିଧା ନାହିଁ। 2 ନମ୍ବରଟି ମୁଁ ଆଲୋଚନା ଟିକେ କରୁଛି। ପାପ ଗର୍ତ୍ତେ ଯେହ୍ନେ ପଡ଼ଇ ଅଜ୍ଞାନ ତରି ଗର୍ଭେ ମିନେ ଡେଇଁ ଦେବେ ପ୍ରାଣ। ଉକ୍ତ ପଦ୍ୟାଂଶଟି 10ମ ଶ୍ରେଣୀ ସାହିତ୍ୟ ସିନ୍ଧୁ ପୁସ୍ତକ ସ୍ଥିତ ପ୍ରକୃତି କବି ରାଧାନାଥ ରାଓଙ୍କ ଦ୍ୱାରା ରଚିତ ଚିଲିକାର ସାୟନ୍ତନ କବିତାରୁ ଏହା ଆସିଅଛି। ଉକ୍ତ କବିତାରେ ଆଉ ଉକ୍ତ ପଂକ୍ତିରେ କବି ରାଧାନାଥ ରାୟ ମାନବ ଜୀବନର ଏକ ସତ୍ୟର ଅବତାରଣ କରୁଛନ୍ତି। ମନସ୍ତାତ୍ତ୍ୱିକ ବିଚାର ସମ୍ପନ୍ନ ମନସ୍ତତ୍ଵ ସମ୍ବଳିତ ଏହି କଥାଟିକୁ ସେ ଏଠାରେ ଉପସ୍ଥାପନ କରୁଛନ୍ତି। ପାପ ଗର୍ଭେ ଜନ୍ମେ ପଡ଼ଇ ଅଜ୍ଞାନ ତରି ଗର୍ଭେ ମିନେ ଡେଇଁ ଦେବେ ପ୍ରାଣ। ଏଠାରେ ମାଛ ଗୁଡ଼ିକୁ ବା ଚିଲିକାର କୂଳରେ ଯେତେବେଳେ ଧୀବର କଣ କରେ ନା ନିଜର ନୌକାରେ ମଶାଲ ଜାଳି ଦିଏ ମାଛକୁ ଆକୃଷ୍ଟ କରିବା ପାଇଁ ନୌକା ଭିତରକୁ। ମାଛ ଧୀବରର ଏହି ଚତୁରତାକୁ ବୁଝିପାରେ ନା ଏବଂ ଅଗ୍ନିହୁଳା ଦ୍ୱାରା ଆକର୍ଷିତ ହୋଇ ସେ ନୌକାକୁ ଡେଇଁ ପଡ଼େ ଏବଂ ଧୀବର ତାକୁ ଧରି ନିଏ। ଏବଂ ଏହି ଘଟଣାଟିକୁ କବି ରାଧାନାଥ ରାଓ ଗୁଡ଼ାଏ ଜୀବନର ଗୁଡ଼ାଏ ଦର୍ଶନ ପୂର୍ଣ୍ଣ ଉକ୍ତି ମାଧ୍ୟମରେ ପ୍ରକାଶ କରୁଛନ୍ତି ଯେ ପାପ କର୍ତ୍ତେ ଯେହ୍ନେ ପଡ଼ଇ ଅଜ୍ଞାନ। ଅଜ୍ଞାନ ବ୍ୟକ୍ତିଟିଏ, ଜ୍ଞାନହୀନ ବ୍ୟକ୍ତିଟିଏ, ଜ୍ଞାନ ନଥିବା ବ୍ୟକ୍ତିଟିଏ ଯେମିତି ପାପ ଆଉ ପୁଣ୍ୟକୁ ବିଚାର କରିପାରେ ନାହିଁ। ସବୁବେଳେ ସେ ପୁଣ୍ୟକୁ ପରିତ୍ୟାଗ କରି ପାପ ଦ୍ୱାରା ଆକର୍ଷିତ ହୋଇଯାଏ ଏବଂ ପାପକୁ ସେ ଭଲ ଭାବରେ ଗ୍ରହଣ କରିନିଏ ଏବଂ ପାପରେ ନିପତିତ ହୋଇଯାଏ ଏବଂ ତାର ଜୀବନ ନଷ୍ଟଭ୍ରଷ୍ଟ ହୋଇଯାଏ। ଠିକ୍ ସେହିଭଳି ମାଛ ମଧ୍ୟ କ'ଣ କରେ ନା ଏଇ ନାବିକର ଚାଲକୁ ବୁଝିପାରେ ନା ବା ଧୀବରର ଚାଲକୁ ବୁଝିପାରେ ନା ଏବଂ ଅଗ୍ନିହୁଳା ଦ୍ୱାରା ଆକର୍ଷିତ ହୋଇ ନୌକାକୁ ଡେଇଁ ଜୀବନ ଦିଏ। ନୌକା ଏଇ ମାଛ ସହିତ ଅଜ୍ଞାନ ମଣିଷ ଜୀବନ ଦୁଃଖରେ ଉଚିତ ଏବଂ ଅନୁଚିତକୁ ବୁଝି ନପାରି ଜୀବନ ଦୁଃଖରେ କେମିତି ସେ ପଡ଼ିଯାଏ ଏବଂ ଜୀବନ ତାର ହାହାକାର ଯୁକ୍ତ ହୋଇଯାଏ, ସେହି ସମ୍ପର୍କରେ ଏକ ବାସ୍ତବ ସତ୍ୟକୁ ଏଠି କବି ରାଧାନାଥ ରାଓ ଏକ ଦାର୍ଶନିକ ସତ୍ୟକୁ ଏଠାରେ ପାଠକଙ୍କ ନିକଟରେ ଉପସ୍ଥାପନ କରି ଅଛନ୍ତି। ଏବଂ
ए पंक्तिटी कविंकर एतादृश पंक्तिटी अति हृदयस्पर्शी एवं आकर्षणीय। यापर तुम्हें यही लंग क्वेश्चन दुईटा करिवो। गोटे है पठित कविता अनुसरण रे चिलिकार सायंकालीन दृश्य वर्णना कर एवं द्वितीय संस्कृत कविता आधार रे मीनजीवी मानकर भावावेग वर्णना कर। यही दुईटी लंग क्वेश्चन तुम्हें करिवो एवं जो माने लंग क्वेश्चन गुड़ाक करिवो करी तमे मध्य एइथिरे ग्रुप रे छाड़ी पार एवं मु ताकू समय सुविधा देखी मु ताकू देखिदेवी। पिला माने ये कविता गला आमे यहाँ पर गोटे गद्य पढ़ू एवं तुम बहीर प्रथम गद्य है जन्मभूमि एवं जन्मभूमि गद्यटी को आरंभ करू। पृष्ठा 36 जन्मभूमि। जन्मभूमि प्रबंधटीर प्राबंधिक कृष्णचंद्र पाणिग्राही। जन्म 1909 मसीहा एवं तिरोधान 1987 मसीहा। उड़िया साहित्य रे कृष्णचंद्र पाणिग्राही जने सुनामधन्य प्राबंधिक। तांकर प्रबंध गुड़िक अति उच्चकोटीर। उड़िया पाठकों द्वारा तांकर प्रबंध गुड़िक विशेष भाव में आदृत होता है। से जन्म होइथिले प्राकृतिक परिवेश पूर्ण मयूरभंजर खिचिंग ठारे एवं मयूरभंजर प्राकृतिक परिवेश तांको बहु भाव में आकृष्ट करिथिला। अध्यापना ए शिक्षा बाल्य शिक्षा परिसमाप्ति करी से अध्यापक भाव में नियुक्ति पाइथिले। अध्यापना सहित प्रत्नतत्व गवेषणा रे मध्य से दीर्घ दिन धरी व्यापृत थिले। तांकर प्रत्नतात्विक गवेषणा संबंधित पुस्तक भुवनेश्वर प्रत्नतात्विक अवशेष खूब जनादृत लोकप्रिय एवं यह इंग्राजी भाषा रे अनुवाद करा जाइछि। इंग्राजी भाषा रे सेटाकु से लिखिथिले एवं उड़िया रे मध्य यार अनुवाद रही। उड़िया भाषा रे अनेक मौलिक प्रबंध लिखि से उड़िया पाठक निकट रे खूब आदृत हो पारिछंती। सत्य सहित तथ्यर समन्वय अकाट्य जुक्ति और मंद्र गभीर भाषा तांक प्रबंध गुड़िकर मूल उपादान। तांकर प्रसिद्ध प्रबंध मान भितर रही प्रबंध मानस, इतिहास और किंवदंती, सारला साहित्यर ऐतिहासिक चित्र और आत्मजीवनी, मो समय ओडिशा। एवं आज जो प्रबंधटी आम पढ़ू यही प्रबंधटी तांकर प्रबंध संकलन प्रबंध मानस पुस्तक आसी अछि। आज जो प्रबंधटी आम पढ़ू जन्मभूमि, यही जन्मभूमि प्रबंधटी तांकर प्रबंध मानस जोटा कि गोटे एक प्रबंध संकलन, से प्रबंध संकलन रु यही जन्मभूमि प्रबंधटी आसी। यही जन्मभूमि प्रबंध रे प्राबंधिक क्या आम जन्मभूमि बोली कहबू तार एक समीक्षात्मक आलोचना करिसेंती। एवं जन्मभूमिर प्रकृत अर्थ कौन एवं मनीष जन्म हैला परे जो जन्म माटी जन्मभूमि ताकू छोट रु बड़ करी लालन पालन करिथाए, से जन्मभूमि जन्ममाटी प्रति तार कौन सब कर्तव्य बोध रही से संपर्क रे आमको एक गभीर तत्वपूर्ण व्याख्या यही प्रबंध माध्यम से आमको देइछंती। एवं जन्मभूमिटी अर्थ केमिति एक विशाल आमे जन्मभूमि अर्थ रे आमर निजर पल्ली गाँ को भावी पारिबा। जन्मभूमि अर्थ रे आमे आमर
जिला आमर राज्य आमर देश एवं आम पृथ्वी को मध्य आमे नहीं पारिबा किंतु वास्तव रे जन्मभूमि कहले आमर से पल्ली ग्राम को बुझे जो ग्राम रे आमे कुआ कुआ राब करी प्रथमे जन्म होइथिलु एवं जो पल्ली भूमिर पानी पवन आलोक इत्यादि आमर जीवन को सरस सुंदर करी आद्य अवस्था गढ़ी तुलिबारे जी साहाय्य करिथिला एवं से ही आमर प्रकृत जन्मभूमि एवं आमर जन्मभूमि आमर पल्लीभूमि हो पारे किंतु आम जिला आम राज्य आम देश आम पृथ्वी बृहद अर्थरे एमाने कहीं मध्य आम जन्मभूमि बाद नुहंती एमाने समस्ते आम जन्मभूमि सदृश एक वसुधैव कुटुंबकम भावना रे प्राबंधिक एठी पाठक मानकु एई प्रबंध रे उद्बुद्ध करी अछंती वसुधैव कुटुंबकम अर्थात ये वसुधा ये पृथ्वी आमर परिवार आमे समस्ते से परिवार जड़े जड़े सदस्य यही जो महत भावना महत चिंता यही प्रबंध माध्यम प्राबंधिक पाठक मानकु देबाकू चेष्टा करिसेंती। वर्तमान आमे आम पाठ्यक्रम को जीवा काहाकु मोर जन्मभूमि बोली कहिबी यही विशाल पृथ्वी विशाल एशिया महादेश विशाल भारतवर्ष उड़ीसा देश बा मोर जन्मस्थान पल्लीग्राम एमानक मध्यरु केही काहारि ठारु विच्छिन्न होई नथिबारु व्यापक अर्थरे ए समस्त मोर जन्मभूमि हेले हैं मातृगर्भरु पड़ी जोठारे प्रथमे भूमि स्पर्श कली जोठारे रूप रस गंध स्पर्शर प्रथम परिचय पाइली विषम विपाक बेले जे अंचल फल पुष्प शाक तंडुल ढाली देई शिशु प्राण को परिपुष्ट कला सही पल्ली ही मोर जन्मभूमि सही पल्ली मोर माता सही पल्ली मोर धात्री और शिक्षयित्री एक सुंदर कथा एठारे प्राबंधिक आम आगे उपस्थापन करुछंती जे मनीष छोट पिलाटीए जेतेबेले मातृजठरु भूमिष्ठ होई कुआ कुआ राब करे जेतेबेले मातृजठरु भूमिष्ठ होई पृथ्वीर माटी को स्पर्श करे एवं सेई माटीर रूप रस गंध स्पर्श रे से तार निजर परिचय प्रथमे पाए एवं जो माटी विषम विपाक बेले अर्थात दुख समय रे अभाव समय रे अनाटन समय रे दुर्भिक्ष समय रे जो माटी जो अंचल फल पुष्प शाक तंडुल आदि देई शिशु प्राण को परिपुष्ट करे शिशु प्राण को गढ़ी तुलिबारे समस्त दान देई थाए सेही पल्ली भूमि ही प्रकृत रे आम मानकर जन्मभूमि सेही पल्ली भूमि जोठारे आमे मातृजठरु प्रथमे भूमिष्ठ होइथिलु जोठारे आमे प्रथमे कुआ कुआ राब करी माटी को छुईथिलु जोठी आमर जन्म सठीघर सेही पल्ली भूमि सेही पल्ली माटी ही मोर जन्मभूमि से मोर माता सी माँ जमीती छोट नवजात शिशुटीए जन्म है क्षीरदान दे क्षीर दे तार जीवन को रक्षा करे सेमिति जन्मभूमि छुआटी जन्म है जन्मभूमि मध्य तार फल फूल पुष्प इत्यादि दे शिशु प्राण को रक्षा करे शिशु को परिपुष्ट करे तार शरीर को तेणु से मध्य माँ ठारू कौन सी गुण रे कम नुहे से धात्री धात्री कहले माँ जन्म दे सारा परे जी आमको पाले माँ अनुपस्थिति रे से हला धात्री एठारे जन्मभूमि को धात्री मध्य कहुछि जे माँ नथिले मध्य से मध्य कौन करे ना सबु शाकतंडुल देई से शिशु प्राण को बा शिशु को जीवन जीवन शिशु को बंचई रखे शिशु को खाद्य पेय देई ताकू गढ़ी तुलिबारे साहाय्य करि थाए तेणु से धात्री आउ से शिक्षयित्री ये जन्मभूमि जन्ममाटी जोठी आमे जन्म होइछे से मध्य शिक्षयित्री शिक्षक केवल जे पाठ पढ़े श्रेणी गृह रे जे से शिक्षक ता नुह
ଶ୍ରେଣୀ ଗୃହ ବାହାରେ ମଧ୍ୟ ମଣିଷ ଅନେକ କଥା ଶିଖେ, ପ୍ରକୃତିରୁ ଅନେକ କଥା ଶିଖେ, ଗାଁରୁ ଅନେକ କଥା ଶିଖେ ଏବଂ ବିଭିନ୍ନ ପରିବେଶରୁ ଅନେକ କଥା ଶିଖେ। ଆମେ ଆମର ପରିବେଶରୁ ବହୁତ କଥା ଶିଖୁଥିବା ହେତୁ ଇଏ ପରିବେଶ ମଧ୍ୟ ଆମ ପାଇଁ ଶିକ୍ଷକ ସଦୃଶ ଏବଂ ଅନେକ କଥା ଆମେ ଛାଏଁ ଛାଏଁ ମନକୁ ମନ ଶିଖିଯାଉ। କେହି ଆମକୁ ଶିଖେଇ ଦିଏ ନା, ଆମେ ଶିଖିଯାଉ ଛାଁକୁ ଛାଁ। ଆମେ ସେଇ ଶିକ୍ଷା ଆମକୁ କିଏ ଦେଇଥାଏ ନା ପ୍ରକୃତି ଦେଇଥାଏ, ନିଜର ଜନ୍ମଭୂମି ଦେଇଥାଏ, ନିଜର ଜନ୍ମମାଟି ଦେଇଥାଏ, ନିଜର ପଲ୍ଲୀ ଗ୍ରାମ ହିଁ ଦେଇଥାଏ। ତେଣୁ କବିଙ୍କ ପ୍ରାବନ୍ଧିକଙ୍କର ଉକ୍ତିରେ ଏ ପଲ୍ଲୀଭୂମି ଯେଉଁଠି ଆମେ ଜନ୍ମ ହେଇଛେ ସିଏ ଏକ ଧାରାରେ ଆମର ମାତା, ସିଏ ଏକ ଧାରାରେ ଆମର ଧାତ୍ରୀ ଏବଂ ସେ ମଧ୍ୟ ଶିକ୍ଷୟିତ୍ରୀ। ପିଲାମାନେ, ଆମର ପାଠ୍ୟକ୍ରମ ଏଇଠି ଆମେ ରଖୁଛୁ। ପୁଣି ପରବର୍ତ୍ତୀ ୟୁନିଟ୍ରେ ଆମେ ପୁଣି ପରବର୍ତ୍ତୀ ପାଠ ଗୁଡ଼ିକ ପଢ଼ିବୁ।